ଆପଣଙ୍କର ବ୍ୟାଙ୍କ ଖାତା ଅଛି, ଆପଣଙ୍କର ଡିପୋଜିଟ୍ କରୁଛନ୍ତି, ଟଙ୍କା ଡିପୋଜିଟ୍ କରୁଛନ୍ତି, ପ୍ରତ୍ୟେକ ମାସରେ ଆପଣ ଭବିଷ୍ୟତ ପାଇଁ କିଛି ଟଙ୍କା ଜମା କରୁଛନ୍ତି। ଯଦି ଆପଣ ଭବିଷ୍ୟତ ପାଇଁ ବ୍ୟାଙ୍କରେ ପ୍ରତ୍ୟେକ ମାସରେ କିଛି ସେଭିଂ କରୁଛନ୍ତି, କିଛି ଜମା କରୁଛନ୍ତି, ତାହେଲେ ଆପଣଙ୍କର ନିଶ୍ଚିନ୍ତ ଭାବରେ ଭବିଷ୍ୟତ ଉଜ୍ଜଳ ହେବ। ଆଉ କୌଣସି ଗୋଟେ ବଡ଼ ଧରଣର ଦରକାର ବେଳେ, ଯେମିତି ଝିଅ ବାହାର କରିବା, ଘର କରିବା, ଆଉ ଗାଡ଼ି କିଣିବା, ମାନେ ଭଲ କାମ କଲା ବେଳେ ସେଇ ଟଙ୍କା ଆପଣଙ୍କୁ ବହୁତ ସପୋର୍ଟ କରିବ। ସେମିତି ଆମେ ଯେମିତି ଆମ ଫ୍ୟୁଚର ପାଇଁ ଆମେ ବ୍ୟାଙ୍କରେ ଖାତା ଖୋଲୁ ଆଉ ଡିପୋଜିଟ୍ କରୁ, ଏକ୍ଜାକ୍ଟ ସେମିତି ଆମ ବ୍ରହ୍ମାଣ୍ଡରେ ଗୋଟେ ବ୍ୟାଙ୍କ ଅଛି, ଆଉ ସେଠି ବି ଆମର ଗୋଟେ ଖାତା ଅଛି, ବ୍ରହ୍ମାଣ୍ଡର ଖାତା। ଆଉ ଆମେ ସେଇ ଖାତାରେ ଯାହା ଯାହା ଆମେ ଡିପୋଜିଟ୍ କରିବା ତାହା ତାହା ବ୍ରହ୍ମାଣ୍ଡ ପାଖରୁ ଯେମିତି ଶୁଦ୍ଧ ମୂଳ କରିକି ଆମେ ପାଇବା। ଆଜି ଚାଲନ୍ତୁ ଜାଣିବା ଯେ ଏ ବ୍ରହ୍ମାଣ୍ଡର ଖାତା କ'ଣ, ଆଉ ଏ ବ୍ରହ୍ମାଣ୍ଡ ଖାତାରେ ଆମେ ଆମ ଅତୀତରେ କ'ଣ କ'ଣ ବେଶୀ ଡିପୋଜିଟ୍ କରିଛେ, ଆଉ ଏବେ ତାର ବହୁ ଗୁଣିତ ହେଇ ଶୁଦ୍ଧ ମୂଳ ସହ ଆମେ କେମିତି କ'ଣ କେତେ ପାଇବା। ବ୍ରହ୍ମାଣ୍ଡର ଆମର ବ୍ୟାଙ୍କ ଖାତା ବିଷୟରେ ଆଜି ବୁଝିବା। ମୁଁ ହେଉଛି ରୀନା ପ୍ରଧାନ। ମୁଁ ଲ ଅଫ୍ ଆଟ୍ରାକ୍ସନ୍ ଶିଖାଏ ବା ଆକର୍ଷଣ ନିୟମ ଶିଖାଏ। ଏଇ ଆକର୍ଷଣ ନିୟମ ଅନୁସାରେ ଆମେ ସବୁ କରିପାରିବା। ବହୁତ ବଡ଼ ବଡ଼ ସେଲିବ୍ରିଟି ମାନେ, ବହୁତ ବଡ଼ ବଡ଼ ଗୁରୁ ମାନେ ଆକୁ ଫଲୋ କରୁଛନ୍ତି, ତାଙ୍କ ଜୀବନକୁ ପରିବର୍ତ୍ତନ କରିଛନ୍ତି, ମ୍ୟାଜିକାଲ ମିରାକିଲ କରିଛନ୍ତି, ଆଉ ତାଙ୍କ ଜୀବନକୁ ମ୍ୟାଜିକ ମିରାକିଲରେ ଭରି ଦେଇଛନ୍ତି। ଆମେ ବି ଆକୁ ଆକର୍ଷଣ ନିୟମକୁ ପାଳନ କରି ଆମ ଜୀବନକୁ ବି ବହୁତ ସୁନ୍ଦର କରିପାରିବା। ଚାଲନ୍ତୁ ଆଜି ଜାଣିବା ଯେ ଆମର ଯେଉଁ ବ୍ରହ୍ମାଣ୍ଡରେ ଯେଉଁ ଅଦୃଶ୍ୟ ଯେଉଁ ଡିପୋଜିଟ୍ ଖାତା ଅଛି, ଯାହା ଯେଉଁ ଗୁପ୍ତରେ ବ୍ରହ୍ମାଣ୍ଡରେ କିଛି ଗୁପ୍ତରେ ଥାଏ, ଯେମିତି ଆମେ ବ୍ୟାଙ୍କରେ ଆମ ଘର ଲୋକଙ୍କୁ, ଆମ ସ୍ୱାମୀକୁ, ଆମ ପିଲାମାନଙ୍କୁ ଆମେ ନ ଜଣାଇକି କିଛି ପଇସା ଲୁଚେଇକି ସେଭିଂ କରିଦେଉ, କିଛି ଲୁଚେଇକି ଘଡ଼ିରେ ଗଳେଇ ଦେଉ, କିଛି କହୁନା, ଚୁପ୍ କି କିଛି ପ୍ରତ୍ୟେକ ମାସରେ ପିଲାଙ୍କ ପାଇଁ। ଏକ୍ଜାକ୍ଟ ସେମିତି ଆମ ବ୍ରହ୍ମାଣ୍ଡରେ ବି ଗୋଟେ ଖାତା ଥାଏ, ବ୍ୟାଙ୍କ ଖାତା, ଯୋଉଟାକି ଗୁପ୍ତରେ ଥାଏ। ଆଉ ସେଇ ବିଷୟରେ ଆମେ ଜାଣିବା ଯେ ଆମେ କ'ଣ କ'ଣ କେତେ କ'ଣ ସେଠି ଡିପୋଜିଟ୍ କରିଛେ। ଫାଷ୍ଟ ହେଉଛି, ଆପଣ ମନେ ରଖନ୍ତୁ, ପ୍ରଥମ ହେଲା ଯଦି ଆମେ କାହାକୁ ଗାଳି ଦେଉଛେ, କିଛି କାହାକୁ ଯଦି ଆମେ ଈର୍ଷା କରୁଛେ, ଯଦି ଆମେ କୌଣସି ବି ଆମ ଜୀବନରେ ଭୁଲ କଲେ, କୌଣସି ଯଦି ଭୁଲ କାମ କଲେ, ତାହେଲେ ସେ ଆମେ ଆମ ଜୀବନରେ ଯଦି କିଛି ଭୁଲ ଗୋଟେ କାମ କରିଦେଲେ, ସିଏ ଆମର କ'ଣ କରେ ନା ଗୋଟେ ନେଗେଟିଭ ଏନର୍ଜି କ୍ରିଏଟ୍ କରେ। ଏନର୍ଜି ମାନେ ଡର, ଭୟ, ଆଉ ରୋଗ, କ୍ରୋଧ। ଆମେ ଯଦି ଭୁଲ କାମ କିଛି କରିବା ତାହେଲେ ଗୋଟେ ଡରର ଏନର୍ଜି ଆସିବ। ଯଦି କୌଣସି ଭୁଲ କାମ କଲେ ତାହେଲେ ଆମକୁ ମାନେ ନେଗେଟିଭ, ମାନେ ଆମକୁ ସବୁବେଳେ ଇଚ୍ଛା ହେବ, ଯେମିତି ଡର ଲାଗିବ, କାଳେ କିଏ ଆମର କ'ଣ କରିଦେବ କି, କାଳେ କ'ଣ କିଏ ଆମକୁ ଏଇ କାମଟା ହେବନି କି, କାଳେ ମୁଁ ପାଠ ପଢ଼ିଲିନି, କାଳେ ମୋର ଚାକିରିଟା ହେବ। ମାନେ ଆମର ସବୁବେଳେ ଭୟର ଏନର୍ଜିରେ ରହିବା। ଭୟ ହେଉଛି ଗୋଟେ ନକାରାତ୍ମକ ଶକ୍ତି, ଗୋଟେ ଖରାପ ଏନର୍ଜି, ଖରାପ ଶକ୍ତି। ଯଦି ଆମେ କୌଣସି ଲୋକ ପଛରେ ଚୁଗୁଲି କଲେ, ଆଗରେ ତ ବହୁତ ବଢ଼ିଆ ହସିକି କଥା ହେଉଛେ, ଆଉ ପେପର ପଢ଼ିଲା ମାନେ କୌଣସି ମଣିଷର ପଛରେ ତ ଆମେ ଆଗରେ ଭଲ କଥା ହେବା, କିନ୍ତୁ ପଛରେ ଆମେ କଥା ହେବା ଯେ ନାଇଁ ସେ ଅଫିସ ଷ୍ଟାଫ୍ ନା ମୋ ପଛରେ ଖାଲି ଲାଗିଛନ୍ତି, ସେ ଲୋକଟା ନା ଖାଲି ସବୁବେଳେ ମୋତେ ଦେଖି ସହିପାରୁନି, ସିଏ ସବୁବେଳେ ମୋ ବିରୁଦ୍ଧରେ, ମୁଁ ଭଲ ପିନ୍ଧିଲା ମାନେ ଖାଲି ମୋତେ ଅନେଇବ, ମୋତେ ଆଡ଼ୁ ସାଡ଼ୁ କହିବ। ଆଉ ମାନେ ଏମିତି ଯଦି ଆପଣ ବି କିଛି ବି କୌଣସି କାହା ବିରୁଦ୍ଧରେ ଚୁଗୁଲି କରୁଛନ୍ତି, କାହା ବିରୁଦ୍ଧରେ ଗପୁଛନ୍ତି, ତାହେଲେ ଆପଣ ମାନେ ବିଶ୍ୱାସ କରନ୍ତୁ ସେଇଟା ଗୋଟେ ହେଉଛି ନେଗେଟିଭ ଏନର୍ଜି। ସବୁ କ୍ରିୟାର, ଆମର ଆଇନଷ୍ଟାଇନ ଅନୁସାରେ ସବୁ କ୍ରିୟାର ବିପରୀତ କ୍ରିୟା ଅଛି। ସବୁ କ୍ରିୟାର ଯେକୌଣସି କାମ ଆମେ କରିବା ତାର ଏଫେକ୍ଟ ଅଛି, ପଜିଟିଭ ଏଫେକ୍ଟ ଅଛି, ନେଗେଟିଭ ଏଫେକ୍ଟ ଅଛି। ଆଉ ଯଦି ଆମେ ଯାହା କାମ କରିବା ତାର ଯଦି କିଛି ଏଫେକ୍ଟ ଅଛି, ତାର ବିପରୀତ କ୍ରିୟା ଅଛି, ତାହେଲେ ଆମେ ଯାହା ଯୋଉ ଏନର୍ଜିରେ ରହିବା, ଯଦି ଆମେ କମ୍ପ୍ଲେନ୍ କଲେ କୋଉ ବିରୁଦ୍ଧରେ, ତାର ବିପରୀତ କ୍ରିୟା ହେଉଛି କ'ଣ ନା ଆମେ ମୁହଁରେ ସିନା କିଛି କହୁନେ, ମନ ଭିତରେ ଭାବୁଛେ, ତାହେଲେ ସେଇ ଲୋକଟା ବି 100 ଗୁଣ ହେଇକି ଆମକୁ ଖରାପ କହିବ। ସେଇଟା ହେଲା ସବୁଠୁ ବଡ଼ ଭୁଲ
ଆମ ଜୀବନରେ ସବୁଠୁ ବଡ଼ ଭୁଲ ହେଉଛି ଆମେ ସମସ୍ତଙ୍କ ବିରୁଦ୍ଧରେ ଗପିବା, ସବୁ ଜିନିଷକୁ ଖରାପ କହିବା, ଆଉ କମ୍ପ୍ଲେନ୍ ଅଭିଯୋଗ କରିବା, ଆଉ ସମସ୍ତଙ୍କ ପଛରେ ଲୋକଙ୍କ ଗଲା ପରେ ତାଙ୍କ ନାଁରେ କହିବା, ସେଇଟା ହେଉଛି ସବୁଠୁ ବଡ଼ ଖରାପ ଜିନିଷ। ମୁଁ ବି ଦେଖୁଛି ମୋର ଯେଉଁମାନେ ଷ୍ଟୁଡେଣ୍ଟସ୍ ମାନେ ବି ବିଶ୍ୱାସ କରନ୍ତୁ ସେମାନେ ଯାଇକି ଅଲଗା ଚ୍ୟାନେଲ୍ କରୁଛନ୍ତି, ଅଲଗା ଇଏ କରୁଛନ୍ତି, କିନ୍ତୁ ମୁଁ ଶୁଣିବାକୁ ପାଉଛି ଯେ ସେମାନେ ମୋ ପଛରେ ବି ଗପୁଛନ୍ତି। ମାନେ ଗପିଲେ କିଛି ନାହିଁ, କିନ୍ତୁ ସେମାନେ ବୁଝନ୍ତୁ ଯେ ସେମାନେ ଦିନକୁ ଦିନ ମାନେ ସେଇ ଖରାପ ଏନର୍ଜି ଭିତରକୁ ଯାଉଛନ୍ତି, ତଳକୁ ଯାଉଛନ୍ତି, ଅନ୍ଧାର ଭିତରକୁ ଯାଉଛନ୍ତି। ଆଉ ସବୁଠୁ ମନେ ରଖନ୍ତୁ, ଆପଣ ବ୍ରହ୍ମାଣ୍ଡର ଖାତାରେ ସବୁ ଆପଣଙ୍କ ଭବିଷ୍ୟତ ପାଇଁ ଖରାପ ଜିନିଷ ଡିପୋଜିଟ୍ କରୁଛନ୍ତି, ମାନେ ଯୋଉଟାକି ଆପଣଙ୍କ ଫ୍ୟୁଚରରେ ଘର ଗାଡ଼ି ଆପଣଙ୍କର ସ୍ୱପ୍ନକୁ ପୂରଣ କରିବାରେ ସାଙ୍ଗ ଦବନି, ଖୋଳ ହେଇ ଯାଉଛି। ସାଡ଼େ ଆପଣଙ୍କ ବ୍ୟାଙ୍କ ଖାତା ଖୋଳ ହେଇକି ଯାଉଛି। ଆପଣ ବୁଝନ୍ତୁ, ଆପଣ ଯଦି ଆପଣଙ୍କ ଭବିଷ୍ୟତ ଆପଣଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଛନ୍ତି, ଯୋଉଟା ଡ୍ରିମ୍ ଲାଇନ୍ ଲେଖିଛନ୍ତି, ଯୋଉ 5ଟା ଡ୍ରିମ୍ ଲେଖୁଛନ୍ତି ପ୍ରତ୍ୟେକ ଦିନ, ଯୋଉ ଆପଣଙ୍କ ଇଚ୍ଛା ପୂରଣ ପାଇଁ ପୂର୍ଣ୍ଣମୀରେ ଲେଖୁଛନ୍ତି, ସେଗୁଡ଼ାକୁ ତାକୁ ଯଦି ଆପଣ ପୂରଣ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣ ବ୍ରହ୍ମାଣ୍ଡର ଖାତାରେ ଟଙ୍କା ଡିପୋଜିଟ୍ କରିବାକୁ ପଡ଼ିବ। ଆଉ ଆପଣ ଯଦି ସବୁବେଳେ କାହା ପିଠି ପଛରେ ଚୁଗୁଲି କରିବେ, ସମସ୍ତଙ୍କ ମୁଁ ଜାଣୁଛି ଆପଣ ବହୁତ କଷ୍ଟରେ ଅଛନ୍ତି, କିନ୍ତୁ ଆପଣ ପାଟିରୁ ବାହାର କରନ୍ତୁନି, କୁହନ୍ତୁନି। କହିଲା ମାନେ ଆପଣ ବ୍ରହ୍ମାଣ୍ଡର ଖାତାରେ ସେସବୁ ଜିନିଷ ଡିପୋଜିଟ୍ କରିବେ, ଆପଣଙ୍କୁ ସେଇଗୁଡ଼ାକୁ ହିଁ ଆପଣଙ୍କୁ ଶୁଦ୍ଧ ମୂଳ ସହିତ ମିଳିବ, ଖରାପ ହିଁ ମିଳିବ। ତେଣୁକରି ଆପଣ ଯଦି କିଛି ଆପଣଙ୍କ ଭବିଷ୍ୟତରେ ଉନ୍ନତି ଚାହୁଁଛନ୍ତି, ଭଲ ଚାହୁଁଛନ୍ତି, ଆଉ ସକାରାତ୍ମକ ଉର୍ଜାରେ ରହିବାକୁ ଚାହୁଁଛନ୍ତି, ତେବେ ଆପଣ ବ୍ରହ୍ମାଣ୍ଡ ଖାତାରେ ଭଲ ଜିନିଷ ଡିପୋଜିଟ୍ କରନ୍ତୁ, ଯୋଉଟାକି ଆପଣଙ୍କୁ ମାନେ ମଲ୍ଟିପୁଲ ହେଇକି ମିଳିବ। ସେଇ ଯୋଉ ଭଲ ଜିନିଷ ଆପଣ କେମିତି ଆପଣ କରିବେ ବା କେମିତି ଆପଣ ପାଇବେ? ପ୍ରଥମେ ହେଲା ଆପଣ ବାଣୀକୁ ପରିବର୍ତ୍ତନ କରନ୍ତୁ, ଆପଣଙ୍କର ଯୋଉ ବାକ୍ୟକୁ ପରିବର୍ତ୍ତନ କରନ୍ତୁ। ଆପଣଙ୍କ ପାଟିରେ ଯୋଉ ବାଣୀ ବାହାରୁଛି, କାହିଁକି ମା ସରସ୍ୱତୀଙ୍କୁ ବୀଣା ବାହିନୀ ବୋଲି କହୁଛନ୍ତି? କାହିଁକି ନା ସବୁବେଳେ ତାଙ୍କ ପାଟିରୁ ଶୁଦ୍ଧ କଥା ବାହାରୁଥିଲା, ତାଙ୍କ ପାଟିରୁ ସବୁବେଳେ ଅମୃତ ବାହାରୁଥିଲା। ସେମିତି ଆପଣ ନିଜର ବାଣୀକୁ ପରିବର୍ତ୍ତନ କରନ୍ତୁ, ଆପଣ ନିଜର ବାକ୍ୟକୁ ପରିବର୍ତ୍ତନ କରନ୍ତୁ, ଆପଣ ନିଜର ଶବ୍ଦକୁ ପରିବର୍ତ୍ତନ କରନ୍ତୁ। ପ୍ରତ୍ୟେକ ଛୋଟ ଛୋଟ ଷ୍ଟେପ୍ ନିଅନ୍ତୁ। ଫାର୍ଷ୍ଟ ହେଲା ଆପଣଙ୍କର ବାକ୍ୟକୁ ପରିବର୍ତ୍ତନ କରିବେ। ଆଉ ଯାହାବି ଆପଣଙ୍କ ପାଖରେ ଅଛି, ଯାହାବି ଅଛି, ଆପଣ କେବେ ବି କମ୍ପ୍ଲେନ୍ କରନ୍ତୁନି, କୃତଜ୍ଞ ହୁଅନ୍ତୁ। ତାପରେ ଆଉ ଗୋଟେ କ'ଣ କରିବେ, ରାତିରେ ଶୋଇଲା ପୂର୍ବରୁ ଆପଣ ଆପଣଙ୍କ ଖାତାରେ ଭଲ ଜିନିଷ ଡିପୋଜିଟ୍ କରିବା ପାଇଁ, ଆପଣଙ୍କର ଯଦି ବି କିଛି ଖରାପ ଜିନିଷ ଡିପୋଜିଟ୍ ଆଗରୁ ପାଷ୍ଟରୁ ହେଇଯାଇଛି, ତାହେଲେ ଆମେ ବ୍ରହ୍ମାଣ୍ଡର ଖାତାକୁ ସଫା କରିକି ଶୋଇବା। ସଫା କେମିତି କରିବା ନା, ଜଷ୍ଟ ଶୋଇଲା ପୂର୍ବରୁ ଆପଣ କ'ଣ କରନ୍ତୁ, ଆପଣ ମନ ପକାନ୍ତୁ, ଆଜି ଦିନସାରା ଆପଣଙ୍କ ପାଟିରୁ କିଛି କଡ଼ା ବାଣୀ ବାହାରିନି ତ? ଆପଣ କେବେ ଗୋଟେ ବି ୱାର୍ଡ କାହାକୁ ଖରାପ କହିନାହାନ୍ତି ତ? ଆପଣ ଯାହାକୁ ଦବା କଥା କିଛି ଦେଇନାହାନ୍ତି ତ? ବାସ୍ ଆପଣ ଚିନ୍ତା କରନ୍ତୁ, କୋଉଠି ଆପଣ ଦିନ ସାରାର କିଛି ଭୁଲ କରିଛନ୍ତି। ତେବେ କ'ଣ କରନ୍ତୁ, 10 ମିନିଟ୍ ବସନ୍ତୁ, ପ୍ରଭୁଙ୍କୁ ଯାହାକୁ ମାନୁଛନ୍ତି, ଯେମିତି ମୁଁ କାହ୍ନାକୁ ମାନୁଛି, ଆପଣ ଯାହାକୁ ମାନୁଛନ୍ତି, ନହେଲେ ବ୍ରହ୍ମାଣ୍ଡକୁ, ହେ ମୋର ପ୍ରିୟ ବ୍ରହ୍ମାଣ୍ଡ, ହେ ମୋ କାହ୍ନା, ଆଜି ଦିନ ସାରାରେ ଯଦି କିଛି ଅଜଣାନ୍ତରୁ ମୁଁ କିଛି ଭୁଲ କରିଛି, ତାହେଲେ ମୋତେ କ୍ଷମା କରିଦେବେ। ଯଦି ବି ଆଜି ମୁଁ କାହା ମନରେ କଷ୍ଟ ଦେଇଛି, ଯଦି ବି ମୋ ପାଟିରୁ କିଛି ଖରାପ ବାହାରି ଯାଇଛି, ତେବେ ଯଦି ମୋ ପାଇଁ କିଏ କଷ୍ଟ ପାଇଛି, ତେବେ ମୋତେ କ୍ଷମା କରିଦେବେ। ଆଉ ଯଦି ବି ଆପଣଙ୍କ ମନରେ କଷ୍ଟ ହେଇଥାଏ, ଯଦି ବି କିଏ ମୋତେ ଗୋଟେ କଡ଼ା କଥା କହିଦେଲା, ମୋ ମନକୁ କଷ୍ଟ ହେଲା, ତାହେଲେ ମୁଁ ସେଠି କ'ଣ କହିବି, ହେ ପ୍ରଭୁ, ହେ ପରମାତ୍ମା, ହେ ଅନନ୍ତ କୋଟି ପ୍ରଭୁ ଭଗବାନ ନାରାୟଣ, ହେ ମୋର କାହ୍ନା, ହେ ମୋର ପ୍ରିୟ ବିଶ୍ୱ ବ୍ରହ୍ମାଣ୍ଡ, ଯଦି ବି ମୋ ମା କିମ୍ବା ମୋ ଭାଇ, ମୋ ବାପା କିମ୍ବା ମୋର ସ୍ୱାମୀ
ମତେ କିଛି ମାନେ ମତେ କଷ୍ଟ ଦେଇଛନ୍ତି, ମତେ ବାଧିଲା ଭଳି କଥା କହିଦେଇଛନ୍ତି, ତେବେ ମୁଁ ତାଙ୍କୁ କ୍ଷମା କରିଦେଲି, କ୍ଷମା କରିଦେଲି, କ୍ଷମା କରିଦେଲି। ଯଦି ବି ସିଏ ମୋ ମନରେ କିଛି ଅଜଣାନ୍ତରୁ କଷ୍ଟ ଦେଇଛନ୍ତି, ତାହେଲେ ହେ ପ୍ରଭୁ ମୁଁ ତାଙ୍କୁ କ୍ଷମା କରିଦେଲି, କ୍ଷମା କରିଦେଲି, କ୍ଷମା କରିଦେଲି। ଏମିତି ଆପଣ କ'ଣ କରନ୍ତୁ ନା ତାଙ୍କୁ ନିଜେ କ୍ଷମା ପ୍ରାର୍ଥନା ପ୍ରଥମେ କରନ୍ତୁ ଭଗବାନଙ୍କୁ, ଆଉ ଯିଏ ବି ଆପଣଙ୍କ ମନରେ କଷ୍ଟ ଦେଇଛି ତାଙ୍କୁ କ୍ଷମା ମାଗି ଦିଅନ୍ତୁ, ମାନେ କରିଦିଅନ୍ତୁ। ଆଗ ମାଗନ୍ତୁ, ତାପରେ କରିଦିଅନ୍ତୁ। ଏତିକି 10 ମିନିଟ୍ ବସିକି ମାଗିବେ, କ୍ଷମା ମାଗିବେ, ଆଉ କ୍ଷମା କରିଦେବେ। ବାସ୍ ଏଇଟା ହେଲା ସବୁଠୁ ବଡ଼ ଆମର ଖାତା। ରାତିରେ ଶୋଇଲା ପୂର୍ବରୁ ଆମର ଖାତା ସଫା ହେଇଗଲା। ଆମେ ଭଲ ଜିନିଷ ଡିପୋଜିଟ୍ କଲେ, ଖାତା ପୁରା କ୍ଲିନ୍ କରିଦେଲେ, ଆମ ବ୍ରହ୍ମାଣ୍ଡର ଖାତାକୁ ସଫା କରିଦେଲେ, ଭଲ ଜିନିଷ ଡିପୋଜିଟ୍ କରିଦେଲେ। ତା ଛଡ଼ା ଆଉ କେମିତି ଆମେ ଭଲ ଜିନିଷ ଡିପୋଜିଟ୍ କରିବା, ବ୍ରହ୍ମାଣ୍ଡର ଖାତାରେ କେମିତି ଟଙ୍କା ଡିପୋଜିଟ୍ କରିବା ଯୋଉଟା ଆମର ଭବିଷ୍ୟତର ଉଜ୍ଜଳ ପାଇଁ କାମ ଦବ? କିଛି ସେବା କରିବା, କିଛି ଗରିବ ଲୋକଙ୍କୁ, ଭୋକିଲାଙ୍କୁ ଖାଇବାକୁ ଦବା, ଭୋକିଲାଙ୍କୁ ଯିଏ ନଙ୍ଗଳା ହେଇକି ବୁଲୁଛି ତାକୁ ପିନ୍ଧେଇବା। ଏଇଟା କେମିତି କରିବା ସେଇଟା ସବୁଠୁ ଇମ୍ପୋର୍ଟାଣ୍ଟ। ମନ ଦେଇକି ଶୁଣନ୍ତୁ। ଆମେ ବହୁତ ସମୟରେ କ'ଣ କରୁ ନା ଆମେ ଧର ଜଣକୁ ଖାଇବାକୁ ଦେଇଦେଲୁ, ଜଣକୁ 200-2000 ଟଙ୍କା ଦାନ କରିଦେଲୁ, ଆମେ କ'ଣ କଲୁ ଜଣକୁ ଶାଢ଼ୀ ଦାନ ଦେଇଦେଲୁ। ଆମେ କ'ଣ କରୁ ବହୁତ ସମୟରେ ଆମେ ସବୁଆଡ଼େ ଗାଈ ବୁଲୁ। ମୁଁ ନା ଆଜି ସେ ଲୋକଟା ଆସିଥିଲା ନା, ସେ ପରିବା ବିକିବାକୁ ଆସିଥିଲା କିନ୍ତୁ ଝାଳରେ ବହୁତ ହେଇଥିଲା, ମୁଁ ତାକୁ ଆଜି ଟିକେ ଥଣ୍ଡା ଦେଇଦେଲି। ଆଉ ମୁଁ ନା ଆଜି ସେ ମାଉସୀ କାମ କରିବାକୁ ଆସନ୍ତି, ବହୁତ ପୁରୁଣା ଶାଢ଼ୀ ପିନ୍ଧିବାକୁ ଆସିଥିଲେ, ମୁଁ ତାଙ୍କୁ ଖଣ୍ଡେ ଶାଢ଼ୀ ଦେଇଦେଲି। ଆମେ ବହୁତ ସମୟରେ କ'ଣ କରୁ ନା ଆମ ପେଟରେ କଥା ରହେନି, ଆମେ ଯାହା ପୁଣ୍ୟ କରୁ ତାକୁ ଗପିକି ସବୁ ସାରିଦଉ, ଗପିକି ଅନ୍ୟମାନଙ୍କ ଆଗରେ କହିକି ସବୁ ସାରିଦଉ। କିନ୍ତୁ ବ୍ରହ୍ମାଣ୍ଡର ଖାତାରେ ଆମର ପୁଣ୍ୟଟା କେମିତି ବହୁଗୁଣିତ ହବ ଶୁଦ୍ଧମୂଳ ସହ? ନା ଯଦି ଆମେ ଗୁପ୍ତରେ କରିବା, ଗୁପ୍ତରେ କରିବା, ଯାହା ଆମେ ଡିପୋଜିଟ୍ କରିବା ସେଟା ଗୁପ୍ତରେ କରିବା, କାହାକୁ ଜଣେଇବା ନାହିଁ, କାହାକୁ ଜଣେଇବା ନାହିଁ, କାହାକୁ ନାହିଁ। ଏ ହାତ ବି ଏ ହାତକୁ ଜାଣିବନି, ଏ କାନ ବି ଏ କାନକୁ ଜାଣିବନି। ସବୁବେଳେ ମନେ ରଖନ୍ତୁ, ଯଦି ବି ଗୋଟେ ଭୋକିଲାକୁ, ଏଇଟା ହେଲା ଆମର ଭବିଷ୍ୟତକୁ ବଢ଼େଇବା ପାଇଁ, ଆମର ଭବିଷ୍ୟତରେ କିଛି ଭଲ, ଆମର ଫ୍ୟୁଚରରେ ଆମର ସ୍ୱପ୍ନ କେମିତି ଶୀଘ୍ର ପୂରଣ ହବ, ସେଇଟା ହବା ପାଇଁ ଆମକୁ ଆମ ଖାତାରେ ବହୁଗୁଣିତ ହେଇ ଟଙ୍କା ଡିପୋଜିଟ୍ ହଉ। ତାହେଲେ କେମିତି ହବ? ଗୁପ୍ତରେ ଆପଣ କାହାକୁ ଗୋଟେ ଖୁଆଇବେ, ଭୋକିଲାକୁ ଖୁଆଇବେ, ଆଉ ଗୁପ୍ତରେ ଆପଣ କାହାକୁ ଜ୍ଞାନ ଦାନ କରିବେ। ଜ୍ଞାନ କୋଉ ଦାନ ନା ଯେମିତି ତାର ଭଲ ହବ, ଜ୍ଞାନ ଦାନ କରିବେ ଗୁପ୍ତରେ, କାହାକୁ କହିବେନି। ଆଉ ଯଦି କାହାକୁ ବସ୍ତ୍ରହରା ଅଛନ୍ତି, କେହି କାହା ପାଖରେ ତାର ବସ୍ତ୍ର ନାହିଁ, ସେ ବହୁତ ଚିରା ଫଟା ପିନ୍ଧୁଛି, ତାକୁ ଖଣ୍ଡେ ବସ୍ତ୍ର ଦାନ କଲେ, ତାହେଲେ ସେଇଟା ଗୁପ୍ତରେ କରିବେ, ଜଣେଇକି କରିବେନି। ଯେତେ ଆପଣ ଗୁପ୍ତରେ 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 ଭଲ କରି 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 ଯିବେ, ଆପଣଙ୍କ ବ୍ରହ୍ମାଣ୍ଡର ଖାତାରେ, ଡିପୋଜିଟ୍ ଖାତାରେ, ବ୍ରହ୍ମାଣ୍ଡର ବ୍ୟାଙ୍କ ଖାତାରେ ଆପଣଙ୍କର ଗୁପ୍ତରେ ସେତେ ବଢି 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 ଯିବ। ଯେତେ ଆପଣ ଗୁପ୍ତରେ ଭଲ କାମ କରି କରି ଯିବେ, ଗୁପ୍ତରେ ଭଲ ଡିପୋଜିଟ୍ କରି କରିକି ଯିବେ, ସେଠି ସେମିତି ବ୍ରହ୍ମାଣ୍ଡର ଖାତାରେ ଗୁପ୍ତରେ ଧନ ଆପଣଙ୍କର ବଢି ବଢି ଯିବ। ଦାନ କାହାକୁ ଖାଇବାକୁ ଦେଲେ, କାହାକୁ ଶାଢ଼ୀ ଦାନ ଦେଲେ, କାହାକୁ ଚୁଡ଼ି ଦେଲେ, ମୋଟୁରୁ କାହାକୁ କିଛି କହିବେ ନାହିଁ, ସବୁ ଗୁପ୍ତରେ କରନ୍ତୁ। ଏତେ ଶୀଘ୍ର ଆପଣ ରେଜଲ୍ଟ ପାଇବେ, ଆପଣ ଅନବିଲିଭେବଲ୍। ଏଇଟା ବିଶ୍ୱାସ କରନ୍ତୁ, ମୁଁ ଯାହାକୁ ବି ଏଇ କଥା କହିଛି ସେ ସମସ୍ତେ ସକ୍ସେସ୍ ହେଇଛନ୍ତି, ସମସ୍ତେ। ବ୍ରହ୍ମାଣ୍ଡର ଅଦୃଶ୍ୟ ଖାତା ବା ବ୍ରହ୍ମାଣ୍ଡରେ ଆମର ଗୋଟେ ବ୍ୟାଙ୍କ ଖାତା ଅଛି। ସେଇ ଖାତାରେ ଆପଣ କ'ଣ କେତେ ଡିପୋଜିଟ୍ କରୁଛନ୍ତି ପ୍ରତ୍ୟେକ ଦିନ ମତେ କମେଣ୍ଟରେ ଜଣାଇବେ। ପ୍ରତ୍ୟେକ ଦିନ। ଏମିତି ନାହିଁ ଆମକୁ ଆଜି ଗୋଟେ ଦିନ ଭଗବାନ ଦେଇଛନ୍ତି, ମୁଁ ଆଜି ରେକର୍ଡିଂ କରିପାରୁଛି ମାନେ ଏଇ ଦିନଟା ମୋ ପାଇଁ ସବୁଠୁ ବଡ଼ ମୂଲ୍ୟବାନ ଦିନ। ଏଇ ଦିନ ପାଇଁ ମୁଁ କିଛି ନିଶ୍ଚିନ୍ତ ଡିପୋଜିଟ୍ କରିବି, କାହାକୁ କିଛି ଭଲ କଥା କହିବି, କାହା ପାଇଁ କିଛି ସେବା କରିବି। ବାହାରକୁ ଯାଇକି ନ କହିପାରିଲେ ମୁଁ ଆଜି ଲାଇଭରେ ଆସିକି ଭଲ କ୍ଲାସ୍ କରିବି, ସମସ୍ତଙ୍କୁ ଭଲ ବାଣୀ ଦେବି, ମୋ ପାଟିରୁ ମିଠା ମିଠା ବାଣୀ ଦେବି, ସମସ୍ତେ ଶୁଣିକି ତାଙ୍କ ଜୀବନ ପରିବର୍ତ୍ତନ କରିବେ, ସେଇଟା ବି ମୋର ସେବା। ଯଦି ମୁଁ ଫ୍ରିରେ ଗୋଟେ କ୍ଲାସ୍ କରେଇଲି,
କେବେ ଫ୍ରିରେ ଗୋଟେ ଲାଇଭ୍ ସେସନ୍ କରେଇଲି, ସମସ୍ତଙ୍କୁ ଏତେ ଜିନିଷ ଶିଖେଇଲି, ସେଇଟା ବି ମୋର ସେବା। ଫିଜିକାଲି ମୁଁ ଖରାରେ ଗରମରେ ବାହାରକୁ ଯାଇ କରିପାରିବିନି, କିନ୍ତୁ ଯିଏ ଆସିବ ତାକୁ ଗଣ୍ଡେ ଖାଇବାକୁ ଦେଇପାରିବି, ଯିଏ ତାକୁ ଗୋଟେ ଗୋଟେ ଜ୍ଞାନ ଦେଇପାରିବି, ସିଏ ବି ଗୋଟେ ସେବା। ଆପଣ କରନ୍ତୁ। ଆଉ ଯୋଉମାନେ ମୋ ମା ମାନେ ଯୋଉମାନେ ବ୍ୟାଙ୍କ ବ୍ରହ୍ମାଣ୍ଡର ଗୁପ୍ତ ବ୍ୟାଙ୍କରେ ଗୁପ୍ତ ଧନ ବଢେଇବାକୁ ଚାହୁଁଛନ୍ତି, ମୁଁ କମେଣ୍ଟରେ ମତେ ନିଶ୍ଚୟ ଜଣେଇବେ ଆଜିକି ଦିନରେ ଆପଣ ଡିପୋଜିଟ୍ କଲେ, ମତେ ନିଶ୍ଚୟ ଜଣେଇବେ। ଥ୍ୟାଙ୍କ ୟୁ ସୋ ମଚ୍। ଗଡ୍ ବ୍ଲେସ୍ ୟୁ।